ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ପୁଣି ପାଣିପାଗ ଅପଡେଟ୍ ଖବରରେ ଆପଣମାନଙ୍କୁ ସ୍ୱାଗତ। ଆଜି କେଉଁ କେଉଁ ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ଏବଂ କେଉଁ କେଉଁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସମୟରେ 30ରୁ 40 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ ଏବଂ କେତେକ ଜିଲ୍ଲାର 40ରୁ 50 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ। ଆଜିର ପାଣିପାଗ ଅପଡେଟ୍ ଖବରରେ ଆପଣମାନେ ସମ୍ପୂର୍ଣ୍ଣ ଜାଣିପାରିବେ। ବୌଦ୍ଧ, ସୋନପୁର, ବଲାଙ୍ଗୀର, କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି ଏହି ଜିଲ୍ଲାମାନଙ୍କରେ ବର୍ଷା ସମୟରେ 30ରୁ 40 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏହି ଜିଲ୍ଲାମାନଙ୍କରେ ବର୍ଷା ସମୟରେ 40ରୁ 50 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ। ଦର୍ଶକ ବନ୍ଧୁ, ଭିଡ଼ିଓ ଆଗକୁ ଯିବା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ସବସ୍କ୍ରାଇବ କରିନାହାନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ସବୁଦିନ ସର୍ବପ୍ରଥମେ ପାଇପାରିବେ। ତା ସହ ଆପଣଙ୍କର ବନ୍ଧୁ କିମ୍ବା ଆପଣଙ୍କର ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ଆଜିର ପାଣିପାଗ ଅପଡେଟକୁ ନିହାତି ଭାବରେ ସେୟାର କରନ୍ତୁ, କାହିଁକି ନା ଚାଷୀମାନଙ୍କ ପାଇଁ ପାଣିପାଗ ଅପଡେଟ୍ ଖବର ଜାଣିବା ପାଇଁ ନିହାତି ଜରୁରୀ। ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲାମାନଙ୍କରେ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ସୋନପୁର, ବୌଦ୍ଧ, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ବାଲେଶ୍ୱର, ଖୋର୍ଦ୍ଧା। ଦର୍ଶକ ବନ୍ଧୁ, ଆପଣଙ୍କୁ ପୁଣି ରିକ୍ୱେଷ୍ଟ କରିବି, ଏବେ ପର୍ଯ୍ୟନ୍ତ ଭିଡ଼ିଓକୁ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲକୁ ଯଦି ଆପଣ ନୂଆ ଆସିଛନ୍ତି, ସବସ୍କ୍ରାଇବ କରିନାହାନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ସବୁଦିନ ସର୍ବପ୍ରଥମେ ଆପଣମାନେ ପାଇପାରିବେ। କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଏହି ଜିଲ୍ଲାମାନଙ୍କର ଦର୍ଶକ ବନ୍ଧୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ କୋରାପୁଟ, ସୁନ୍ଦରଗଡ଼ ଏହି ଜିଲ୍ଲାମାନଙ୍କର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟ୍ ଖବର ଆପଣ କୋଉ କୋଉ ଜିଲ୍ଲାରୁ ଦେଖୁଛନ୍ତି ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାନ୍ତୁ ଏବଂ ଶେଷ ଥର ପାଇଁ ରିକ୍ୱେଷ୍ଟ କରିବି, ଏବେ ପର୍ଯ୍ୟନ୍ତ ଆପଣ ଭିଡ଼ିଓକୁ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି, ସବସ୍କ୍ରାଇବ କରିନାହାନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ସବୁଦିନ ପାଇପାରିବେ ଏବଂ ତା ସହିତ ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ଆଜିର ପାଣିପାଗ ଅପଡେଟ୍ ଖବରଟିକୁ ନିଶ୍ଚିନ୍ତ ଭାବରେ ସେୟାର କରନ୍ତୁ, କାହିଁକି ନା ଚାଷୀ ମାନଙ୍କ ପାଇଁ ପାଣିପାଗ ଅପଡେଟ୍ ଖବର ନିହାତି ଜରୁରୀ। ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟ୍ ଖବରଟି ଏଇଠି ସମାପ୍ତ କରୁଛି। ଆପଣମାନେ ଅପେକ୍ଷାରେ ରୁହନ୍ତୁ ନେକ୍ସଟ ପାଣିପାଗ ଅପଡେଟ୍ ଖବର ପାଇଁ।